ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଅଛି। ପୂର୍ବ କ୍ଲାସରେ ଆମେ ରୁଲ୍ ଅଫ୍ ନମ୍ବରର କିଛି ବେସିକ୍ ଏବଂ ତାର ଗୋଟେ ଦିଟା ଏକ୍ଜାମ୍ପଲ ଦେଖିଥିଲେ। ଆଜି ତାର କିଛି କ୍ୱେଶ୍ଚନ୍ ଆନ୍ସର ଦେଖିବା। ତେଣୁ ଆସନ୍ତୁ, 1 ନମ୍ବର କ୍ୱେଶ୍ଚନ୍, the sum of all natural numbers from 75 to 97 is what? ତାମାନେ ସେ କହିଛି ଆମର 75 ରୁ 97 ମଧ୍ୟରେ ସଂଖ୍ୟା ମାନଙ୍କର ଯୋଗଫଳ କେତେ? ଆମେ ଜାଣିଥିଲେ ନ୍ୟାଚୁରାଲ ନମ୍ବରର ତାର ରୁଲ୍ କ'ଣ? ଫର୍ମୁଲା ଥିଲା n into n plus 1 by 2। ଆମକୁ କହିଛି 75 ରୁ 97 ମଧ୍ୟରେ। ଆମେ ୟାକୁ ବାହାର କରିବା କିଭଳି? ନା ପ୍ରଥମେ ଆମେ 1 ରୁ 97 ପର୍ଯ୍ୟନ୍ତ ସଂଖ୍ୟାର ସାମ୍, ତାପରେ ମାଇନାସ୍ ଯଦି କରିଦେବା 1 ରୁ 74, ବୁଝିପାରିଲେ? ତାହେଲେ ଆମର 75 ରୁ 97 ଭିତରେ ଏଇ ସଂଖ୍ୟାଟା ବାହାରିଯିବ। ତାର ପ୍ରୋସେସ୍ ଏଇଆ ହିଁ, ବୁଝିପାରିଲେ? ସେଇଟା ଡାଇରେକ୍ଟଲି ଆମେ 75 ରୁ ଆମେ ସେଟା ଏପିରେ ପଢିବା, ଆରିଥମେଟିକ୍ ପ୍ରୋଗ୍ରେସରେ ପଢିବା। ଡାଇରେକ୍ଟଲି ଆମେ 75 ରୁ 97 ପର୍ଯ୍ୟନ୍ତ ସଂଖ୍ୟାର ଯୋଗଫଳ କିପରି ବାହାର କରିବା। ଏବେ କେବଳ ଆମର ରୁଲ୍ ଅଫ୍ ନମ୍ବର ହିସାବରେ ଆମେ ଏଇ ରୁଲ୍କୁ ପ୍ରୟୋଗ କରି ଆମେ ଏଇ କ୍ୱେଶ୍ଚନର ସମାଧାନ କରିବା। ତାହେଲେ ପ୍ରଥମ 1 ରୁ 97 ପର୍ଯ୍ୟନ୍ତ ସଂଖ୍ୟାର ଯୋଗଫଳ ବାହାର କରିବା। ତାପରେ ମାଇନାସ୍ କରିଦେବା 1 ରୁ 74 ମଧ୍ୟରେ ଯେଉଁ ସଂଖ୍ୟାର ଯୋଗ, ତାହେଲେ ବାହାରିଯିବ ଆମ 75 ରୁ 97 ମଧ୍ୟରେ ସଂଖ୍ୟାର ଯୋଗଫଳ। ଦେଖନ୍ତୁ, ତାର ରୁଲ୍ ଅନୁସାରେ n into n plus 1 divided by 2। n କେତେ? 97 plus 1 divided by 2। ଆଉ ଏଥିରେ n କେତେ? 74 plus 1 ବିଭକ୍ତ 2। ତାହେଲେ 97 ଗୁଣନ 98 ବିଭକ୍ତ 2 ମାଇନାସ୍ 74 ଗୁଣନ 75 ବିଭକ୍ତ 2। ତାହେଲେ ଏଠି କଟିଯିବ 2 8 2 3 6 2 7 14। ତାହେଲେ ଆମେ ପାଇଲେ କେତେ? 97 ଗୁଣନ 49 ମାଇନାସ୍ 37 ଗୁଣନ 75। ତାହେଲେ ଆମର ୟାକୁ ଗୁଣନ କଲେ କେତେ ଆସିବ? 4753। ଆଉ ୟାକୁ ଗୁଣନ କଲେ 2775। ତାହେଲେ ମାଇନାସ୍ କଲେ ଆସୁଛି କେତେ? 1978। ବୁଝିପାରିଲେ? ଏଇ ଯୋଉ ସଂଖ୍ୟାଟା ଆସିଲା 75 ରୁ 97 ମଧ୍ୟରେ, 75 ରୁ 97 ପର୍ଯ୍ୟନ୍ତ ସଂଖ୍ୟାର ଯୋଗଫଳ, ବୁଝିପାରିଲେ? ଆସନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚନ୍ 2 ନମ୍ବର। ଏଥିରେ କ'ଣ କହିଛି? ହାଉ ମେନି ନ୍ୟାଚୁରାଲ ନମ୍ବର divisible by 7 are there between 3 and 200? 3 ରୁ 200 ମଧ୍ୟରେ କେତୋଟି ସଂଖ୍ୟା ଆସିବ ଯୋଉ ସଂଖ୍ୟା ଗୁଡିକ କି 7 ଦ୍ୱାରା ବିଭାଜ୍ୟ? ତାହେଲେ ଆମେ ଏମିତିରେ ବି ଆପଣମାନେ ସଂଖ୍ୟା ଦେଖନ୍ତୁ, ଏକ୍ସାମ୍ପଲ ଦଉଛି 22
22 ମଧ୍ୟରେ 1 ରୁ 22 ମଧ୍ୟରେ 5 କେତୋଟି ସଂଖ୍ୟାର ଡିଭିଜିବୁଲ ହେଇପାରିବ? ତାହେଲେ ଆମେ କେମିତି ବାହାର କରିବା? ଏକ ତ 5 ଗୋଟେ ରହିବ, 10, 15, ତାପରେ 20, ଏତିକି ସଂଖ୍ୟା 5 ଦ୍ୱାରା ଡିଭିଜିବୁଲ ହେଇପାରିବ 1 ରୁ 22 ମଧ୍ୟରେ। ତ ଏଗୁଡାକୁ ବାହାର କରିବା ପାଇଁ ଡାଇରେକ୍ଟ ଆମେ ଯଦି 22 କୁ 5 ରେ ହରଣ କରିବା, 5, 20, ତାହେଲେ କେତୋଟି ସଂଖ୍ୟା 1 ରୁ 22 ମଧ୍ୟରେ 5 ଦ୍ୱାରା କେତୋଟି ସଂଖ୍ୟା ଡିଭିଜିବୁଲ ହେଇପାରିବ? ଆମେ ଡାଇରେକ୍ଟ ପାଇପାରିଲେ 4। ଏଠି ବି ଆମର 1, 2, 3, 4, 5, 10, 15, 20। ସେଇଭଳି ଏଥିରେ ମଧ୍ୟ 200 କୁ ଆମେ 7 ର ହରଣ କରିବା, 7 14, 7 7 56, 4, ତାହେଲେ ଆମର ଇଏ ରିମାଇଣ୍ଡର ହେଲା 4। ଆମର ପୁରା ପୁରା ଡିଭିଜିବୁଲ ହବ କେତେ? ତାହେଲେ 2 200 ରୁ -4 ଆମର 196, ଏତିକି ପର୍ଯ୍ୟନ୍ତ ଡିଭିଜିବୁଲ ହେଇପାରୁଛି। ତାହେଲେ ଆମର ସଂଖ୍ୟାଟା କେତେ ଆସିବ? 28। ତାହେଲେ ଆମର 3 ରୁ 200 ମଧ୍ୟରେ 28ଟି ସଂଖ୍ୟା ଆସିବ, ଯୋଉ ସଂଖ୍ୟା ଗୁଡ଼ିକ କି 7 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ। ବୁଝିପାରିଲେ? ତାମାନେ ଆମର 7 ଆସିବ, 14, 21, 728, 35, 742 ଏଭଳି ଆସିବ। ସଂଖ୍ୟା କେତେ? 196। ବୁଝିପାରିଲେ? ଏହାର ଗୋଟେ ଆମର ନେକ୍ସଟ ପଢିବା ଏପି, ଏରିଥମେଟିକ୍ ପ୍ରୋଗ୍ରେସରେ ଆମେ ପଢିବା। ଯଦି ଏଇ ଟର୍ମଟାକୁ ପାଇବା ପାଇଁ ହେଲେ ଆମେ କଣ କରିବା? ନମ୍ବର ଅଫ ଲାଷ୍ଟ ନମ୍ବର ମାଇନସ फास्ट नंबर डिवाइड बाय डिफरेंस। ताले 196 लास्ट नंबर केते? 196 फास्ट नंबर 7 लास्ट नंबर फास्ट नंबर डिफरेंस केते? एटी केते केते आछि ना 7। ताले 196 रो 7 196 रो 7 प्लस 1 लास्ट लास्ट नंबर माइनस फर्स्ट नंबर डिवाइड बाय डिफरेंस प्लस 1 तार फार्मूला हला सेटा। ताले प्लस 1 ये आसीबो 189 डिवाइड बाय 7 प्लस 1 ताले आसीबो केते? 7 2 14 49 7 49 27 27 प्लस 1 ताले 28। बुझिपारे? এই ভଳିଆ ବି ବାହାର କରିହବ, କିନ୍ତୁ ଆମର ସବୁଠୁ ସାଧା ପ୍ରୋସେସ ରହିବ ଏଇଟା। ଡାଇରେକ୍ଟଲି ଆମେ 200 କୁ 7 ରେ ହରଣ କରିଦବା, ବାସ୍ ବାହାରି ଯିବ କେତେ ସଂଖ୍ୟା 7 ଦ୍ୱାରା ଡିଭିଜିବଲ। ବୁଝିପାରିଲେ? ଆସନ୍ତୁ ଦେଖିବା 3 ନମ୍ବର क्वेश्चन। The sum of all the 2-digit numbers is କେତେ? ସେ କହିଛି ଆମର sum of all 2-digit number। हम 2-digit number कहले 10, 11, 12 एवढा ଚାଲିବ 98 ଏବଂ 99। ସେ କହିଛି ପ୍ଲସ୍ sum କହିଛି sum 10, 11, 12 ଏଭଳିଆ 99। ତାହେଲେ ଆମେ ଜାଣିଛେ କଣ? ଏହାର ଯୋଗଫଳ ବାହାର କରିବା ପାଇଁ ହେଲେ ଆମେ କଣ କରିବା? ଆମେ 99 ସଂଖ୍ୟାର ଯୋଗଫଳ କାଢିବା, ତାକୁ ଯଦି ମାଇନସ କରିଦବା 1 ରୁ 9 ମଧ୍ୟରେ ଥିବା ସଂଖ୍ୟାର ଯୋଗଫଳ, ତାହେଲେ ବାହାରି ପଡିବ ଆମର 10 ରୁ 99 ମଧ୍ୟରେ ଥିବା ସଂଖ୍ୟାର ଯୋଗଫଳ।
ବୁଝିପାରିଲେ? ତାହେଲେ ଆମେ ପ୍ରଥମ କଣ କରିବା, ଆମର ଫର୍ମୁଲା କଣ, n into n plus 1 ବିଭକ୍ତ 2। ତାହେଲେ ପ୍ରଥମେ 1 ର ଅନେଶ, ତାହେଲେ n କେତେ, ଅନେଶ, ଅନେଶ ପ୍ଲସ୍ 1 ବିଭକ୍ତ 2 ମାଇନସ୍ ଏଠି n କେତେ, 1 ରୁ 9, 9 into 9 plus 1 ବିଭକ୍ତ 2। ତାହେଲେ କେତେ ପାଇବା, ଅନେଶ ଗୁଣନ 100 ବିଭକ୍ତ 2 2 ବିଭକ୍ତ 2 ମାଇନସ୍ 9 ଗୁଣନ 10 ବିଭକ୍ତ 2। ତାହେଲେ 2 କୁ କଟିଯିବ 50, 2 ରେ 5 10, କେତେ ପାଇଲେ, 19 ଗୁଣନ 50 ମାଇନସ୍ 9 into 5, ये केते पाइले 5 9 45, 5 4 9 45, 5 9 45 ରୁ 5 7 9 4, 5 9 45 6 47 48 49 50 ଶୂନ ମାଇନସ୍ 9 5 45, ତାହେଲେ 50 05 ଏତିକି ପାଇଲେ ତାର ଏଇ 10 ରୁ 19 ପାଇଲେ 4905। ତାହେଲେ ଅପସନ ନମ୍ବର ଏ ହେଉଛି ରାଇଟ୍ ଆନ୍ସର। ବୁଝିପାରିଲେ? ତାପରେ ଆସନ୍ତୁ ଦେଖିବା क्वेश्चन नंबर 4, how many numbers less than 1000 are multiplies of both 13 and 10। ତାମାନେ ସେ କହିଛି 1000 ଠାରୁ ସାନ କେତୋଟି ସଂଖ୍ୟା ଅଛି ଯୋଉ ସଂଖ୍ୟା ଗୁଡିକ କି ଉଭୟ 10 ଏବଂ 13 ଦ୍ୱାରା ବିଭାଜ୍ୟ। ଆମେ ଜାଣିଛେ ଡାଇରେକ୍ଟଲି ଆମେ प्रथमे तो 10 এবং 13 एलसीएम नवा, 13 को 10 एलसीएम केते 130। ताहले ଆମେ 1000 को 130 द्वारा ଆମେ ହରଣ କରିଦବା, କେତେ ସଂଖ୍ୟା ବାହାରି ପଡିବ, 13 7 13 7 7 0 0 0 13 7 91 910 90 ये ହେଲା रिमाइंडर। ତାହେଲେ 130 संपूर्ण भाବରେ डिविजिबल का सहित 910, 910 सहित संपूर्ण भाବରେ डिविजिबल, ତାହେଲେ रिमाइंडर କେତେ ଅଛି 90। ତାହେଲେ କେତୋଟି ସଂଖ୍ୟା, 130 ର ପ୍ରଥମ ଆସିବ 130, ତାପରେ 260, 13 39 390 352 65 378 391। ତାହେଲେ 1 2 3 4 5 6 7, ତାହେଲେ এই ସଂଖ୍ୟା ଗୁଡିକ 7ଟି ସଂଖ୍ୟା ଆସୁଛି। ତାହେଲେ ଅପସନ ନମ୍ବର ସି ହେଉଛି କରେକ୍ଟ ଆନ୍ସର। 1 ରୁ 100 ମଧ୍ୟରେ ସେ କହିଛି 1000 ରୁ ସାନ, ମାନେ 1000 ରୁ ସାନ କୋଉଟା ଆସିବ, 1 ରୁ ଆମର 1000 ମଧ୍ୟରେ, ତାହେଲେ 1 ରୁ 1000 ମଧ୍ୟରେ ଉଭୟ 10 ଏବଂ 13 ଦ୍ୱାରା ବିଭାଜ୍ୟ ହେଇପାରୁଥିବା ସଂଖ୍ୟା କେତେ, ଏଇ ସବୁ ଆସିବ। ତାହେଲେ 130 260 390 520 650 780 ଏବଂ 910, ତାହେଲେ 7ଟି ସଂଖ୍ୟା ଆମେ ପାଇଲେ
जो संख्या गुड़िक कि उभय 10 एवं 13 द्वारा विभाज्य। बुझिपारे? देखिए क्वेश्चन नंबर 5। हाउ मेनी नंबर्स बिटवीन 1000 and 5000 are exactly divisible by 225? तारमाने से कही 1000 एवं 5000 मध्य केतोटी संख्या 225 द्वारा संपूर्ण भाव में डिविजिबल हो पारे। या आम कौन करवा प्रथम तो आम डायरेक्टली 5000 1 ରୁ 5000 मध्य संख्या 225 द्वारा डिविजिबल माइनस करदे 1 ରୁ 1000 मध्य 225 रे केतोटी संख्या डिविजिबल माइनस पड़ो 1 ରୁ 5000 मध्य केतोटी संख्या जो संख्या 225 द्वारा डिविजिबल आपको काढ़िबा सहित आम काढ़िबा 1 ରୁ 1000 मध्य संख्या जो गुड़िक कि 225 द्वारा डिविजिबल ये बाहर माइनस करदे बाहर पड़ो आम 1000 ରୁ 5000 मध्य संख्या गुड़िक कि 225 द्वारा बुझिपारे। ताहले देखंतु 5000 को आम हरण कर 225 रे ताहले दुणे 450 ताहले एठी 5 0 0 दुणे 2 आसीबो 450 दुणे 50 ताहले हमर ये हला रिमाइंडर आउ कटिबनी तेणु 22 पाइले ताहले 225 द्वारा 1 ରୁ 5000 मध्य 225 द्वारा डिविजिबल हो पारुथबा संख्या केता पाइले 22 टा। पुणी देखिबा 1000 रे केतोटी संख्या अछि जो गुडा के 225 द्वारा डिविजिबल हो पारिबो 4 4 5 20 शून्य 4 दुना 8 2 10 शून्य रखला 1 4 दुना 8 के 9 तमने 900 आ 100 होची रिमाइंडर ताले 1 ରୁ 1000 मध्य 225 द्वारा विभाज्य हो पारुथबा संख्या केता पाइले 4 टा ताले 22 टा हम 1 ରୁ 5000 मध्य केता संख्या पाइथलो 225 द्वारा विभाज्य 22 टा आ 1 ରୁ 1000 मध्य केता पाइले 4 टा ताले 22 टा रो 4 टा माइनस करदले हमरो बाहर जीवो 1000 ରୁ 5000 मध्य जो संख्या 225 द्वारा डिविजिबल ताले 18 टा ताले हम पाइले केते ऑप्शन नंबर 2 18 टी संख्या 1000 ରୁ 5000 मध्य थिबा संख्या जो गुडा कि 225 द्वारा डिविजिबल माने 1000 ରୁ 5000 मध्य 18 टी संख्या अछि जो संख्या गुडी कि 225 द्वारा डिविजिबल बुझि पाले। आसंदो देखिबा क्वेश्चन नंबर 6 which one of the following is a factor of the sum of first 25 natural numbers हमने से कहिछि प्रथम केता 25 टा नेचुरल नंबर ताले 1 युक्त 2 युक्त 3 एगुला सब 25 प्लस 25 এই সংখ্যা মানଙ୍କର যোগফଳ ତାହା ଦ୍ୱାରା डिविजिबल হৈପାରିବ କହିଛି ତାର ଫ୍ୟାକ୍ଟର ଗୋଟେ କୋଉଟା ମାନେ এই 26 ଦ୍ୱାରା डिविजिबल হৈପାରିବ ନା 24 ଦ୍ୱାରା ନା 13 ଦ୍ୱାରା ନା 12 ଦ୍ୱାରା ଦେଖିବା ତାহলে এর ফর্মুলা কোন सम কম n into n plus 1 বিভক্ত 2 n হচ্ছে 25 25 plus 1 বিভক্ত 2 তাহলে 25 গুণন 26
ବିଭକ୍ତ 2 ତାହେଲେ ଇଏ କଟିଯିବ 13 ତାପରେ କେତେ 25 ଗୁଣନ 13 ତାହେଲେ ଏଇ ସଂଖ୍ୟାଟା କାହା ଦ୍ୱାରା ବିଭାଜ୍ୟ ହେଇପାରିବ ଦେଖାଯାଉଛି ଏଠି 13 ଅଛି ମାନେ 13 ଦ୍ୱାରା ହେଇପାରିବ ବିଭକ୍ତ 13 କଲେ 13 କଟିଯିବ ତେଣୁ ଏ ପୁରା ସଂଖ୍ୟାଟା 13 ଦ୍ୱାରା ତାହେଲେ ବିଭାଜ୍ୟ ତାହେଲେ ଆମେ ପାଇଲେ କେତେ ଅପସନ ନମ୍ବର 3 13 13 ଗୋଟେ ଏମିତି ସଂଖ୍ୟା ଯୋଉ ସଂଖ୍ୟା କି ଆମର ଏ ଯୋଉ ଏହାର ଯୋଗଫଳ ଯେତିକି ବି ଯୋଗଫଳ ବାହାରିବ ସେ ଯୋଗଫଳଟା 13 ଦ୍ୱାରା ଡିଭିଜିବଲ ହେଇପାରିବ ଆସନ୍ତୁ 7 ନମ୍ବର क्वेश्चन द नंबर ऑफ इंटीजर्स ଟିକେ ଦେଖନ୍ତୁ ଆମେ ଏଇଠି ବୁଝିପାରିଲେ ନା ପୂର୍ବ କ୍ଲାସ ଗୁଡା ଯଦି ଯୋଉ ପିଲାମାନେ ଦେଖିଥିବେ ସେମାନେ ନିଶ୍ଚୟ ବୁଝିପାରିବେ ମାନେ ଗୋଟେ ସଂଖ୍ୟା ମନେକର ଯୋଉ 6 এই 6ଟା ଆମ 3 ଓ 2 ଉଭୟ ଦ୍ୱାରା ବିଭାଜ୍ୟ ତାମାନେ 6ଟାକୁ ଆମେ 3 ଦୁଣେ 6 ବୋଲି ଲେଖିପାରିବା ତାହେଲେ ଯଦି ଡିଭାଇଡରେ 2 ହବ ତାହେଲେ ଗୋଟେ ସଂଖ୍ୟା ଯଦି କଟି ଯାଉଛି ତାହେଲେ এই ପୁରା ସଂଖ୍ୟାଟା ମାନେ এই ଉପରୋକ୍ତ ସଂଖ୍ୟାଟା 2 ଦ୍ୱାରା ଡିଭିଜିବଲ ସେଭଳି 3 ଗୁଣନ 2 ଯଦି ଡିଭାଇଡ ବାଇ 3 ଥିବ ତାହେଲେ 3 କଟି ଯାଉଛି ଗୋଟେ ସଂଖ୍ୟା କଟି ଯାଉଛି ମାନେ এই ସଂଖ୍ୟାଟା এই ସଂଖ୍ୟା ଦ୍ୱାରା ଡିଭିଜିବଲ ଅଟେ ତେଣୁ ସେଥିପାଇଁ ଏଟା 13 କଟି ଯାଉଛି 13ଟା ପୁରା ସଂଖ୍ୟାଟାକୁ ବିଭାଜ୍ୟ କରିପାରିବ ତାହେଲେ 13ଟା ହଉଛି ରାଇଟ ଆନ୍ସର ବୁଝିପାରିଲେ ଆସନ୍ତୁ ଦେଖିବା 7 ନମ୍ବର ଦ ନମ୍ବର ଅଫ ଇଣ୍ଟିଜର୍ସ in between 100 and 600 which are divisible by 4 and 6 both is what ତାମାନେ ସେ କହିଛି 100 ରୁ 600 ମଧ୍ୟରେ କେତୋଟି ସଂଖ୍ୟା ଯୋଉଗୁଡା କି ଉଭୟ 6 ଏବଂ 4 ଦ୍ୱାରା ବିଭାଜ୍ୟ ତାହେଲେ ଉଭୟ 4 ଏବଂ 6 ଦ୍ୱାରା ବିଭାଜ୍ୟ ସଂଖ୍ୟା ବାହାର କରିବା ପାଇଁ ହେଲେ 4 ଏବଂ 6 ର ଏଲସିଏମ ନବା ପାଇଁ ପଡିବ 4 ଏବଂ 6 ର ଏଲସିଏମ କେତେ 12 ତାହେଲେ ଏଠି ଦେଖିବା ପ୍ରଥମ ତ 1 ରୁ 600 ମଧ୍ୟରେ କେତୋଟି ସଂଖ୍ୟା 12 ଦ୍ୱାରା ଡିଭିଜିବଲ ତାକୁ ବାହାର କରିବା ତାପରେ 1 ରୁ 100 ମଧ୍ୟରେ କେତୋଟି ସଂଖ୍ୟା 12 ଦ୍ୱାରା ଡିଭିଜିବଲ ତାକୁ ବାହାର କରିବା ଏବଂ ଏଇ ଯୋଉ ବାହାରିବ 1 ରୁ 600 ସେଇ ସଂଖ୍ୟାରୁ ଆମର 1 ରୁ ଯୋଉ 100 ମଧ୍ୟରେ ଯେତିକି ସଂଖ୍ୟା ବାହାରିବ ତାକୁ ମାଇନସ କରିଦେଲେ ଆମେ ପାଇପାରିବା 1 ରୁ 600 ମଧ୍ୟରେ 100 ରୁ 600 ମଧ୍ୟରେ କେତୋଟି ସଂଖ୍ୟା 12 ଦ୍ୱାରା ବିଭାଜ୍ୟ ବୁଝିପାରିଲେ 1 ରୁ 600 ଯେତିକି ସଂଖ୍ୟା 12 ଦ୍ୱାରା ଡିଭିଜିବଲ ହେଇପାରିବ ତାଠୁ ମାଇନସ କରିବା ଆମର 1 ରୁ 100 ମଧ୍ୟରେ ଯେତିକି ସଂଖ୍ୟା ପାଇବା ଯୋଉ ସଂଖ୍ୟା ଗୁଡାକ କି 12 ଦ୍ୱାରା ବିଭାଜ୍ୟ ତାହେଲେ 1 ରୁ 600 ମଧ୍ୟରେ ଦେଖିବା 600 12 12 ପଞ୍ଚା 60 50ଟି ତାହେଲେ 1 ରୁ 600 ମଧ୍ୟରେ କେତୋଟି ସଂଖ୍ୟା ପାଇଲେ 12 ଦ୍ୱାରା ବିଭାଜ୍ୟ ନା 50ଟି ସଂଖ୍ୟା ପାଇଲେ ତାପରେ 1 ରୁ 100 ମଧ୍ୟରେ 12 96 ତାହେଲେ 8ଟି ତାହେଲେ 50 ମାଇନସ 8 ତାହେଲେ 42 ତାହେଲେ ଆମେ କହିପାରିବା 42ଟି ସଂଖ୍ୟା ପାଇଲେ ଯୋଉ ସଂଖ୍ୟା ଗୁଡାକୁ କି ଏଇ 100 ରୁ 600 ମଧ୍ୟରେ ଅଛନ୍ତି ଯୋଉଗୁଡା କି 12 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ କିନ୍ତୁ ସେ କହିଛି ବିଟୁଇନ୍ 100 ଏବଂ 600 ତାମାନେ ଏଠି ଦେଖନ୍ତୁ 42 ହେଇଥାନ୍ତା 100 ରୁ 100 ପ୍ଲସ 101 ପ୍ଲସ 102 ସେଇଭଳିଆ ପ୍ଲସ 600 ସମସ୍ତ ସଂଖ୍ୟା ମଧ୍ୟରେ 42 ହେଇଥାନ୍ତା 42ଟି ସଂଖ୍ୟା ହେଇପାରିଥାନ୍ତା ଯୋଉଗୁଡା କି 12 ଦ୍ୱାରା
ଡିଭିଜିବୁଲ, କିନ୍ତୁ ଲାଷ୍ଟ ସଂଖ୍ୟାଟା ଦେଖନ୍ତୁ 600ଟା ବି 12 ଦ୍ୱାରା ଡିଭିଜିବୁଲ ହେଇପାରିବ ହଉଛି। ତେଣୁ ସେ କହିଛି 600 ଆଉ 100 ମଧ୍ୟରେ, ମାନେ ଏଇଠୁ ଆରମ୍ଭ କରି 599 ଏତିକି ମଧ୍ୟରେ ସେ ପଚାରିଛି। 600ଟା ନୁହଁ, ତେଣୁ ଗୋଟେ ସଂଖ୍ୟା ମାଇନସ୍ ହେଇଯିବ। ତାହେଲେ 42 ରୁ -1 ତାହେଲେ 41। 41 ହବ କରେକ୍ଟ ଆନ୍ସର। ତାହେଲେ 100 ରୁ 600 ମଧ୍ୟରେ କେତୋଟି ସଂଖ୍ୟା ଅଛି? ଯୋଉ ସଂଖ୍ୟା ଗୁଡିକ କି ଉଭୟ 4 ଏବଂ 6 ଦ୍ୱାରା ବିଭାଜ୍ୟ, 41ଟି। ଆସନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚନ। Question number 8. The smallest number to be added to 1000. So then 45 divides the sum exactly. ତାପରେ 1000 ମଧ୍ୟରେ, ମାନେ 1000ରେ କେତେ ଯୋଗ କଲେ 45 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଡିଭିଜିବୁଲ ହେଇପାରିବ? 1000 କୁ 45 ରେ ହରଣ କରିଦବା। 45 ଦୁଣେ 90, ତାହେଲେ 10 100, 45 ଦୁଣେ 90 ପୁଣି 10, ତାହେଲେ ଆମର 22। ରିମାଇଣ୍ଡର ପାଇଲେ 10, ତାହେଲେ ରିମାଇଣ୍ଡର ପାଇଲେ 10। ତାହେଲେ 1000 ରୁ 10 ମାଇନସ୍ କଲେ 990, 990 ଏଇଟା ସମ୍ପୂର୍ଣ୍ଣ ଭାବରେ ଡିଭିଜିବୁଲ। ତାପରେ ନେକ୍ସଟ ସଂଖ୍ୟାଟା କେତେ ଆସିବ ନା 10 ଅଛି ରିମାଇଣ୍ଡର। 10 କୁ 45 କରିବା ପାଇଁ ହେଲେ ପ୍ଲସ୍ 35 କଲେ ଯାଇକି, ତାହେଲେ 1000 ରେ ପ୍ଲସ୍ 35, ତାମାନେ 1035। ତାହେଲେ ଏଇ ସଂଖ୍ୟାଟା ବି 45 ସହିତ ସମ୍ପୂର୍ଣ୍ଣ ଭାବରେ ଡିଭିଜିବୁଲ ହେଇପାରିବ, 45 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିବ। ତାହେଲେ ସେ ପଚାରିଛି କେତେ ଆଡ୍ କଲେ, the smallest number to be added to 1000। ସେ କହିଛି 1000ରେ କୋଉ ସଂଖ୍ୟା ଯୋଗ କଲେ 50 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିବ? 35ଟା। ବୁଝିପାରିଲେ? ବାସ୍ ଆମର ରୁଲ୍ ଅଫ ନମ୍ବର କିଛି କ୍ୱେଶ୍ଚନ ଆନ୍ସର ଆମେ ଦେଖିଲେ। ନେକ୍ସଟ କ୍ଲାସରେ ଆମେ ଆଲୋଚନା କରିବା ଏପି, ଆରିଥମେଟିକ୍ ପ୍ରୋଗ୍ରେସିଭ। ବୁଝିପାରିଲେ? ତେଣୁ ଯୋଉ ପିଲାମାନେ ବି ଆମ ଚ୍ୟାନେଲକୁ ଦେଖୁଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଏବଂ ପ୍ରଥମେ ତ କମେଣ୍ଟ କରନ୍ତୁ ଆପଣମାନଙ୍କୁ ଆମ ଭିଡ଼ିଓ, ଆମ କଣ୍ଟେଣ୍ଟ କିପରି ଲାଗୁଛି। ତା ସହିତ ଭଲ ଲାଗୁଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ।